ଯେଉଁ ନାରୀ ଆପଣଙ୍କ ମୁହଁକୁ ମଧ୍ୟ ଚାହୁଁନଥିବ ସେ ନାରୀ ନିଜେ ଆସି ଆପଣଙ୍କୁ ପ୍ରେମ କରୁଛି ବୋଲି କହିବ। ହଁ ଆଜ୍ଞା, ଯଦି ଆପଣ କୌଣସି ନାରୀକୁ ମନେ ମନେ ଭଲ ପାଉଛନ୍ତି ଆଉ ଆପଣ ତାଙ୍କୁ ସବୁଦିନ ପାଇଁ ନିଜର କରିବାକୁ ଚାହାନ୍ତି, ତାହେଲେ ଆପଣ ଆଜିର ଏ ଛୋଟିଆ ପ୍ରୟୋଗଟିକୁ ନିଶ୍ଚୟ କରିକି ଦେଖନ୍ତୁ। କାହିଁକି ନା ଏ ଦୁନିଆରେ ଏପରି କୌଣସି ବି ନାରୀ ନାହିଁ ଯିଏକି ଏ ପ୍ରୟୋଗର ପ୍ରଭାବରୁ ବର୍ତ୍ତି ପାରିବ। ଏ ବଶୀକରଣ ପ୍ରୟୋଗଟିକୁ କରିବା ପାଇଁ ନା ଆପଣଙ୍କୁ ସେ ନାରୀ ପାଖକୁ ଯିବାକୁ ପଡ଼ିବ, ନା ସେ ନାରୀକୁ ଦେଖିବା ବା ଛୁଇଁବାକୁ ମଧ୍ୟ ପଡ଼ିବ। ଆପଣ ନିଜ ଘରେ ବସି କେବଳ କିଛି ମହୁକୁ ନେଇ ଏ ପ୍ରୟୋଗଟିକୁ ଆପଣ ଖୁବ୍ ସହଜରେ କରିପାରିବେ। ଯଦି ଆପଣ ଆମ କହିବା ଅନୁସାରେ ପ୍ରକୃତ ବିଧି ଦ୍ୱାରା ଏ ପ୍ରୟୋଗଟିକୁ କରନ୍ତି, ତେବେ ଆପଣଙ୍କ ପ୍ରେମିକା ଯେତେ ଦୂରରେ ଥିଲେ ମଧ୍ୟ ସେ ଆପଣଙ୍କ ପାଖକୁ ଚାଲି ଆସିବ। ସେ କୌଣସି ବିବାହିତ ନାରୀ ହୁଅନ୍ତୁ ବା ଅବିବାହିତ, ଏ ପ୍ରୟୋଗଟିକୁ ଆପଣ କରିବା କ୍ଷଣି ତାଙ୍କୁ ଆପଣଙ୍କ ପାଖରେ ବଶୀଭୂତ ହେବାରୁ କେହି ବି ରୋକିପାରିବେ ନାହିଁ। ଆପଣ ଏ ପ୍ରୟୋଗକୁ କରିବାର କେବଳ 9 ଦିନ ଭିତରେ ହିଁ ଆପଣ ଯାହା ପାଇଁ ବି ଏ ପ୍ରୟୋଗକୁ କରିଥିବେ ସେ ସବୁଦିନ ପାଇଁ ଆପଣଙ୍କର ହୋଇଯିବ। ଆଉ ଆପଣ ସେ ନାରୀକୁ ଯାହା ବି କହିବେ ସେ ନାରୀ ଆପଣଙ୍କ ପ୍ରତ୍ୟେକ କଥାକୁ ମାନିବ। ତେବେ କୌଣସି ନାରୀକୁ ବଶ କରିବା ପାଇଁ ଆପଣ ଏ ପ୍ରୟୋଗ କିପରି ଭାବରେ କରିବେ ସେ ବିଷୟରେ ଜାଣିନିଅନ୍ତୁ। ପ୍ରଥମେ ତ ଆପଣ ଏ ପ୍ରୟୋଗକୁ କରିବା ପାଇଁ ପାଖାପାଖି 50 ଗ୍ରାମର କିଛି ଶୁଦ୍ଧ ଓ ଅସଲି ମହୁ ଏବଂ ଖଣ୍ଡିଏ ଭୋଜପତ୍ରଟିଏ ନେଇ ଆସନ୍ତୁ। ମହୁ ଓ ଭୋଜପତ୍ରକୁ ଆପଣ ଆଣିବା ପରେ ଆପଣ ଆଣିଥିବା ମହୁକୁ ଏକ କାଚ ବୋତଲ ଭିତରେ ପୁରାଇ ଦିଅନ୍ତୁ। ଆଉ ଏହାପରେ ଆପଣ ଯେଉଁ ଭୋଜପତ୍ରଟିକୁ ଆଣିଥିଲେ ସେ ଭୋଜପତ୍ର ଉପରେ ଆପଣ ଏହି ମନ୍ତ୍ରଟିକୁ ଲେଖିଦିଅନ୍ତୁ। ଓମ୍ ନମୋ ଦେବ ପ୍ରତିରୂପାୟ ଅମୁକସ୍ୟ ଆକର୍ଷଣ କୁରୁ କୁରୁ ସ୍ୱାହା। ଓମ୍ ନମୋ ଦେବ ପ୍ରାତିରୂପାୟ ଅମୁକସ୍ୟ ଆକର୍ଷଣ କୁରୁ କୁରୁ ସ୍ୱାହା। ମନେ ରଖନ୍ତୁ କି ଏ ମନ୍ତ୍ରଟିକୁ ଆପଣ ଭୋଜପତ୍ର ଉପରେ ଲାଲ ରଙ୍ଗର ସାହିରେ ହିଁ ଲେଖିବେ ଏବଂ ମନ୍ତ୍ରରେ ଯେଉଁ ଜାଗାରେ ଅମୁକସ୍ୟ ଅଛି ସେ ଜାଗାରେ ଆପଣ ନିଜ ପ୍ରେମିକା ଅର୍ଥାତ୍ ଯାହା ଉପରେ ଆପଣ ଏ ପ୍ରୟୋଗ କରିବା ପାଇଁ ଚାହାନ୍ତି ତାର ନାମକୁ ହିଁ ଲେଖନ୍ତୁ। ଭୋଜପତ୍ର ଉପରେ ଆପଣ ମନ୍ତ୍ରକୁ ଲେଖୁଥିବା ସମୟରେ ମନ୍ତ୍ରକୁ ଜପ କରିବା ସହିତ ହିଁ ଲେଖିବେ। ଆଉ ଯେତେବେଳେ ଆପଣ ଭୋଜପତ୍ର ଉପରେ ମନ୍ତ୍ର ସହିତ ନିଜ ପ୍ରେମିକାର ନାମକୁ ଲେଖି ସାରିବେ, ଭୋଜପତ୍ରଟିକୁ ନେଇ ଆପଣ ରଖିଥିବା ମହୁ ବୋତଲ ଭିତରେ ସମ୍ପୂର୍ଣ୍ଣ ଭାବରେ ବୁଡ଼ାଇ ଦିଅନ୍ତୁ। ଫ୍ରେଣ୍ଡସ୍, କୌଣସି ନାରୀକୁ ଆପଣ ବଶ କରିବା ପାଇଁ ଏ ପ୍ରୟୋଗଟିକୁ କରିବା ପୂର୍ବରୁ ହିଁ ଆପଣଙ୍କୁ ପ୍ରଥମେ ଏ ମନ୍ତ୍ରଟିକୁ ଜାଗ୍ରତ ବା ସିଦ୍ଧ କରିବାକୁ ପଡ଼ିବ। ମନ୍ତ୍ରଟିକୁ ଜାଗ୍ରତ ବା ସିଦ୍ଧ କରିବା ପାଇଁ ଆପଣ ପ୍ରଥମେ କୌଣସି ଗୋଟେ ଶନିବାର ଦିନ ଏ ମନ୍ତ୍ରକୁ କେବଳ 1000 ବାର ଜପ କରି ପ୍ରଥମେ ଆପଣ ମନ୍ତ୍ରକୁ ସିଦ୍ଧ କରିଦିଅନ୍ତୁ। ମନ୍ତ୍ରକୁ ସିଦ୍ଧ କରୁଥିବା ସମୟରେ ମନ୍ତ୍ରଟି ଠିକ୍ ଯେଉଁଭଳି ଭାବରେ ଅଛି ଆପଣ ସେହିଭଳି ଭାବରେ ହିଁ ଜପନ୍ତୁ। କିନ୍ତୁ ପ୍ରୟୋଗ କରୁଥିବା ସମୟରେ ମନ୍ତ୍ରଟିରେ ଆପଣ ନିଜ ପ୍ରେମିକାର ନାମକୁ ଲଗାଇ ଓ ପ୍ରେମିକାକୁ ନିଜ ମନ ଭିତରେ କଳ୍ପନା କରିବା ସହିତ ହିଁ ଜପିବେ। ଫ୍ରେଣ୍ଡସ୍, ଆପଣ ଏ ପ୍ରୟୋଗକୁ କରିଦେବା ପରେ ଆପଣଙ୍କ ପ୍ରେମିକା ପାଖରେ ଏପରି କିଛି ଲକ୍ଷଣ ଦେଖାଦେବ ଯେଉଁଥିରେ କି ଆପଣଙ୍କ ପ୍ରୟୋଗ ସଫଳ ହୋଇଛି କି ନା ତାହା ଆପଣ ଜାଣିପାରିବେ। ଆଉ ଏହି ଲକ୍ଷଣ ଆପଣଙ୍କୁ ପ୍ରଥମ ଦିନରୁ ନେଇ 9 ଦିନ ଭିତରେ କୌଣସି ବି ଦିନ ଦେଖାଦେଇପାରେ। ପ୍ରଥମେ ଆପଣ ଦେଖିବେ କି ଯେଉଁ ନାରୀ ଆପଣଙ୍କ ସହିତ କଥା ହେବା ତ ଦୂର କଥା, ସେ ଆପଣଙ୍କ ଆଡ଼କୁ ଚାହୁଁ ମଧ୍ୟ ନଥିଲା, ସେ ନାରୀ ଆପଣଙ୍କ ସହିତ କଥା ହେବାକୁ ଚାହିଁବ। ଦ୍ୱିତୀୟରେ ଆପଣଙ୍କ ପାଖରେ କୌଣସି କାମ ନଥାଇ ମଧ୍ୟ କୌଣସି ନା କୌଣସି କାମର ବାହାନା କରି ସେ ଆପଣଙ୍କ ପାଖକୁ ଆସିବ। ସିଧାସଳଖ ପ୍ରେମ ନିବେଦନ ନ କଲେ ମଧ୍ୟ ସେ ପ୍ରେମ ବିଷୟରେ କଥା ହେବ। ଆଉ ତାର ଏହି ଭାବରୁ ହିଁ ସେ ଆପଣଙ୍କ ପ୍ରତି ସମ୍ପୂର୍ଣ୍ଣ ରୂପରେ ଆକର୍ଷିତ ହୋଇଛି ବୋଲି ଆପଣ ଜାଣି ନିଅନ୍ତୁ। ଫ୍ରେଣ୍ଡସ୍, ଯଦି ଆପଣ ଆପଣଙ୍କ ପ୍ରେମିକା ପାଖରୁ କେବଳ ଏତିକି ବି ଇସାରା ପାଆନ୍ତି ତାହେଲେ ଆପଣ ବିନା ସଂକୋଚରେ ତାଙ୍କ ପାଖରେ ନିଜ ପ୍ରେମକୁ ନିବେଦନ କରନ୍ତୁ। ଫ୍ରେଣ୍ଡସ୍, ଏମିତି ଅନେକ ଲୋକ ଅଛନ୍ତି ଯେଉଁମାନେ କି ନିଜ ପ୍ରେମିକା ମନା କରିଦେବାର ଭୟ ଓ ଲଜ୍ଜାବଶତଃ ନିଜ ପ୍ରେମ ନିବେଦନ କରିବାରେ ବିଫଳ ହୋଇଥାନ୍ତି। କିନ୍ତୁ ଯେହେତୁ ଏ ବଶୀକରଣ ପ୍ରୟୋଗଟି ଏକ ଶକ୍ତିଶାଳୀ ବଶୀକରଣର ପ୍ରୟୋଗ ଆଉ ଆପଣ ଏଥିରେ 100% ସଫଳତା ପାଇବେ, ତେଣୁ ଆପଣ ଏ ପ୍ରୟୋଗକୁ କରିଦେବା ପରେ ଏବଂ ନିଜ ପ୍ରେମିକା ପାଖରୁ ଆପଣ ଏହି ସବୁ ଇସାରା ଗୁଡ଼ିକୁ ପାଇବା ପରେ ଆପଣ ନିର୍ଦ୍ୱନ୍ଦ୍ୱରେ ନିଜ ପ୍ରେମକୁ ନିବେଦନ କରନ୍ତୁ, ଯାହାଦ୍ୱାରା ଆପଣ ନିଜ ପ୍ରେମରେ ସମ୍ପୂର୍ଣ୍ଣ ରୂପରେ ସଫଳତା ପାଇବେ। ଆପଣଙ୍କୁ କେବଳ ଏତିକି ମାତ୍ର ଅନୁରୋଧ କି ଆପଣ ଏ ପ୍ରୟୋଗକୁ କେବେ ବି ମନ୍ଦ ଉଦ୍ଦେଶ୍ୟରେ ଏବଂ ନିଜ ପ୍ରେମିକା ଯାହାକୁ ଆପଣ ସଚ୍ଚା ପ୍ରେମ କରନ୍ତି ତାଙ୍କ ବ୍ୟତୀତ ଅନ୍ୟ କାହା ଉପରେ ବି ପ୍ରୟୋଗ କରନ୍ତୁ ନାହିଁ, ନଚେତ୍ ଏହାର ପରିଣାମ ଆପଣଙ୍କ ପାଇଁ ଖୁବ୍ ଭୟଙ୍କର ମଧ୍ୟ ହୋଇପାରେ। ଫ୍ରେଣ୍ଡସ୍, ଏ ବଶୀକରଣର ବିଧିଟିରେ ଯଦି ଆପଣଙ୍କୁ ବୁଝିବାରେ କୌଣସି ବି ଅସୁବିଧା ଥାଏ ତେବେ ଆପଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଲେଖିକି ଜଣାନ୍ତୁ।